ପିଲାମାନେ ପ୍ରୋମିଥେୟସ୍ ବାଉଣ୍ଡ ଏସ୍କିଲସ୍ଙ୍କ ଦ୍ୱାରା ଲିଖିତ। ଏସ୍କିଲସ୍ ଖ୍ରୀଷ୍ଟପୂର୍ବ 525ରେ ତାଙ୍କର ଜନ୍ମ, ମୃତ୍ୟୁ 456 ଖ୍ରୀଷ୍ଟପୂର୍ବ। ସେ ଜଣେ ପ୍ରାଚୀନ ଗ୍ରୀକ୍ ଟ୍ରାଜେଡ଼ି ଲେଖକ ଥିଲେ ଏବଂ ତାଙ୍କୁ ଟ୍ରାଜେଡ଼ିର ଜନକ ମଧ୍ୟ କୁହାଯାଏ। ସେ ହେଉଛନ୍ତି ପ୍ରଥମ ୟୁରୋପୀୟ ନାଟ୍ୟକାର ଯାହାଙ୍କ ନାଟକ ଗୁଡ଼ିକୁ ଏବେ ବି ସଂରକ୍ଷିତ କରାହେଇ ରଖାଯାଇଛି। ତାଙ୍କର ଅନେକ ନାଟକ ଥିଲେ ମଧ୍ୟ କେବଳ 7ଟି ନାଟକ ସମ୍ପୂର୍ଣ୍ଣ ରୂପେ ଉପଲବ୍ଧ। ତାଙ୍କର ପ୍ରସିଦ୍ଧ କୃତିଗୁଡ଼ିକ ମଧ୍ୟରେ ଓରେଷ୍ଟିଆ, ପ୍ରୋମିଥେୟସ୍ ବାଉଣ୍ଡ ଏବଂ ପର୍ସିଆନ୍ସ ପ୍ରମୁଖ। ଏସ୍କିଲସ୍ ନାଟକ ମାନବ ଏବଂ ଦେବତାଙ୍କ ମଧ୍ୟରେ ଥିବା ସମ୍ପର୍କ ଏବଂ ଦୈବୀ ନ୍ୟାୟ ଉପରେ ପର୍ଯ୍ୟବେସିତ। ଆମେ ଯେଉଁ ଆଲୋଚନା କରିବା ଆଜିର ବିଷୟବସ୍ତୁ ପ୍ରୋମିଥେୟସ୍ ବାଉଣ୍ଡ, ସେ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ନାଟକ। ଏଇ ଯେଉଁ ପ୍ରୋମିଥେୟସ୍ ବାଉଣ୍ଡ ହେଉଛି ଏକ ପ୍ରାଚୀନ ଗ୍ରୀକ୍ ତ୍ରାସଦୀ ଯାହା ଗ୍ରୀକ୍ ପୁରାଣର ଟାଇଟାନ୍ ଦେବତା ପ୍ରୋମିଥେୟସ୍ଙ୍କ କାହାଣୀ ଉପରେ ପର୍ଯ୍ୟବସିତ। ଏଥିରେ ପ୍ରୋମିଥେୟସ୍ଙ୍କ ମହାନ ତ୍ୟାଗ ଓ ତାଙ୍କୁ ଦିଆଯାଇଥିବା ଭୟଙ୍କର ଦଣ୍ଡର ବିବରଣୀ ଦିଆଯାଇଛି। ଦେବତାମାନଙ୍କ ଠାରୁ ଅଗ୍ନି ଚୋରି ପ୍ରଥମ ପର୍ଯ୍ୟାୟରେ। ଏହି ନାଟକଟି ପ୍ରୋମିଥେୟସ୍କୁ କକାସସ୍ ପର୍ବତରେ ବନ୍ଧା ହେବା ସହିତ ଆରମ୍ଭ ହୁଏ। ସେ ଜିଉସ୍କୁ ଅମାନ୍ୟ କରି ମାନବ ଜାତିକୁ ଅଗ୍ନି ଦେଇଥିବାରୁ ତାଙ୍କୁ ଏହି ଦଣ୍ଡ ଦିଆଯାଇଥିଲା, ଯିଏକି ଦେବତାମାନଙ୍କ ଠାରୁ ଅଗ୍ନି ଚୋରି କରି ମାନବମାନଙ୍କୁ ଆଣିକି ଦେଇଥିଲେ। ଜିଉସ୍ଙ୍କ ଆଦେଶରେ ଶକ୍ତି ଏବଂ ହିଂସା ନାମକ ଦୁଇ ସହଚର ତାଙ୍କୁ ଏକ ପର୍ବତ ଶିଖରରେ ଶୃଙ୍ଖଳିତ କରିଥିଲେ। ଦୟାଳୁ କାରିଗର ଦେବତା ହେଫାୟଷ୍ଟସ୍ ବାଧ୍ୟ ହୋଇ ଏ କାର୍ଯ୍ୟ କରିଥିଲେ। ବନ୍ଧା ହେବା ପରେ ପ୍ରୋମିଥେୟସ୍କୁ ଅସହ୍ୟ ଯନ୍ତ୍ରଣା ଭୋଗିବାକୁ ପଡ଼ିଥିଲା। ପ୍ରତିଦିନ ସନ୍ଧ୍ୟାରେ ଏକ ଚିଲ ତାଙ୍କ ଯକୃତକୁ ଖାଇଯାଉଥିଲା ଏବଂ ତାହା ପୁଣି ରାତିରେ ସଜୀବ ହୋଇଯାଉଥିଲା, ଯାହାଫଳରେ ଯନ୍ତ୍ରଣା ଅନନ୍ତ କାଳ ପର୍ଯ୍ୟନ୍ତ ଚାଲିଥିଲା। ଦେବତାମାନଙ୍କର ଅନୁକମ୍ପା ମାଗିବା ବଦଳରେ ପ୍ରୋମିଥେୟସ୍ ନିଜର ଆତ୍ମବିଶ୍ୱାସରେ ଅଟଳ ଥିଲେ। ସେ ମାନବ ଜାତିର ଉପକାର ପାଇଁ ନିଜର ତ୍ୟାଗକୁ ଠିକ୍ ବୋଲି ବିବେଚନା କରୁଥିଲେ। ପ୍ରୋମିଥେୟସ୍ ଜାଣିଥିଲେ ଯେ ଜିଉସ୍ଙ୍କ ଶାସନ ଶେଷ ହେବାକୁ ଯାଉଛି। ତାଙ୍କର ଏହି ଭବିଷ୍ୟତ ବାଣୀ ହିଁ ତାଙ୍କୁ ସବୁଠୁ ବଡ଼ ଶକ୍ତି ଦେଇଥିଲା। ଏହି ନାଟକର ଶେଷରେ ଜିଉସ୍ ତାଙ୍କ ଉପରେ ଏକ ବଜ୍ରପାତ କରିଥିଲେ ଯାହା ତାଙ୍କୁ ତଳକୁ ଖସାଇ ଦେଇଥିଲା, କିନ୍ତୁ ସେ ଶେଷ ପର୍ଯ୍ୟନ୍ତ ନିଜ ନିଷ୍ପତ୍ତିରେ ଅଟଳ ରହିଥିଲେ। ତେଣୁ ପିଲାମାନେ, ଏହି ମାନବ ଜାତି ଆଜି ଆମେ ଯେଉଁ ଅଗ୍ନି ଆମେ ପାଇଛେ ତାହା ପ୍ରୋମିଥେୟସ୍ଙ୍କର ବରଦାନ ବୋଲି ବିବେଚନା କରାଯାଏ। ଆଜି ପାଇଁ ଏତିକି। ପୁଣି ଦେଖା ହେବ ପରବର୍ତ୍ତୀ କ୍ଲାସ୍ରେ। ରହୁଛି। ହାଭ୍ ଏ ଗୁଡ୍ ଡେ।